କଲରା ହେଉଛି ଏମିତି ଏକ ପରିବା ଯାହା ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ। କଲରା ସିନା ସ୍ୱାଦରେ ପିତା, କିନ୍ତୁ ଏହା ଖାଇବା ଦ୍ୱାରା କେବଳ ରକ୍ତ ପରିଷ୍କାର ହୁଏ ନାହିଁ, ବରଂ ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ମିଳେ। ମଧୁମେହ ପାଇଁ କଲରା ଏକ ରାମବାଳ ଭଳି କାମ କରିଥାଏ, କାରଣ ଏହା ସୁଗର ଲେବୁଲକୁ ବଢ଼ିବାକୁ ଦିଏ ନାହିଁ। କଲରାକୁ ଅନେକ ଉପାୟରେ ଖିଆଯାଇପାରେ, କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ସହିତ କଲରା ଖାଇବା ଅନୁଚିତ, କାରଣ ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ସ୍ୱାଦ କିଛି ଜିନିଷ ସହ ମିଶିଲେ ନକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ତେବେ ଜାଣି ରଖନ୍ତୁ କେଉଁ ଖାଦ୍ୟ ସହିତ କଲରା ଖାଇବା ଉଚିତ ନୁହେଁ। ମିଠା ଫଳଗୁଡ଼ିକ ସହିତ କେବେ ବି କଲରା ଖାଇବେ ନାହିଁ। ଏକ ରିପୋର୍ଟ ଅନୁଯାୟୀ ଆମ୍ବ, କଦଳୀ ଇତ୍ୟାଦି ମିଠା ଫଳ ଖାଇବା ବେଳେ କଲରା ଖାଇବା ଠାରୁ ଦୂରେଇ ରହିବା ଉଚିତ। ପିତା ଏବଂ ମିଠା ସ୍ୱାଦ ମିଶିଲେ ଏହା କେବଳ ଖାଦ୍ୟର ସ୍ୱାଦକୁ ନଷ୍ଟ କରେ ନାହିଁ, ବରଂ ପେଟକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। କଲରା ସହିତ କେବେ ବି କ୍ଷୀର ଜାତୀୟ ଦ୍ରବ୍ୟ ଖାଇବା ଉଚିତ ନୁହଁ। କ୍ଷୀର ସହିତ କଲରା ଖାଇବା ଦ୍ୱାରା କ୍ଷତିକାରକ ପ୍ରତିକ୍ରିୟା ସୃଷ୍ଟି କରିପାରେ। କିଛି ଲୋକ କଲରାର ସ୍ୱାଦରେ ଉନ୍ନତି ଆଣିବା ପାଇଁ ମହୁ ମିଶାନ୍ତି, ଯାହାଦ୍ୱାରା ଏହାର ପିତା କମିଯାଇଥାଏ। ଏହା କରିବା ସମ୍ପୂର୍ଣ୍ଣ ଭୁଲ। ଯେହେତୁ କଲରାର ସ୍ୱାଦ ପିତା, ସେଥିରେ ମସଲା ମିଶାନ୍ତୁ ନାହିଁ। କଲରା ରେସିପିରେ ଡାଲଚିନି, ମରିଚ ଗୁଣ୍ଡ, ଜାଇଫଳ, ଲବଙ୍ଗ ଭଳି କଠିନ ମସଲା ବିଲକୁଲ ବି ମିଶାନ୍ତୁ ନାହିଁ। ଅଧିକ ଅମ୍ଳଯୁକ୍ତ ପଦାର୍ଥ ଥିବା ଖାଦ୍ୟ ସହିତ କଲରା ମିଶାଇ ରାନ୍ଧିବା କିମ୍ବା ଖାଇବା ଉଚିତ ନୁହଁ। ଉଦାହରଣ ସ୍ୱରୂପ, ଯଦି କଲରା ଟମାଟୋ ସହିତ ଖାଆନ୍ତି, ତେବେ ଏହାର ତିକ୍ତତା ଆହୁରି ତୀବ୍ର ହୋଇପାରେ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିପଦ ଆଣିପାରେ। ବ୍ୟୁରୋ ରିପୋର୍ଟ, SCTV ଓଡ଼ିଆ।